ଗୋବର ଡଙ୍ଗା ଦେଖୁଛନ୍ତି ତ ଶହ ଶହ ଗୋବର ଡଙ୍ଗା ପ୍ରସ୍ତୁତ ହୋଇ ରହିଛି। ଏଥର ପ୍ଲାଷ୍ଟିକ ବଦଳରେ ଭାସିବ ହାତ ତିଆରି ଗୋବର ଡଙ୍ଗା। ଗୋବରରୁ ପ୍ରସ୍ତୁତ ଦୀପ ଓ ଡଙ୍ଗା ପରିବେଶକୁ ସ୍ୱଚ୍ଛ ରଖିବାରେ ସହାୟକ ହେବ। ଅନୁଗୁଳ ଜିଲ୍ଲାରେ ଏବେ ମିଳୁଛି ନିଆରା ହାତ ତିଆରି ଗୋବର ଡଙ୍ଗା। ଏ ବର୍ଷ କାର୍ତ୍ତିକ ପୂର୍ଣ୍ଣିମାରେ ସୋଲୋ ପ୍ଲାଷ୍ଟିକ ଡଙ୍ଗା ଆଉ ଭାସିବ ନାହିଁ। ଏଥର ସବୁଠି ଭାସିବ ହାତ ତିଆରି ଗୋବର ଡଙ୍ଗା। କଥାଟା ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ, କାରଣ ଲୋକମାନେ କାର୍ତ୍ତିକ ପୂର୍ଣ୍ଣିମାରେ ପ୍ଲାଷ୍ଟିକ ଓ ସୋଲରେ ତିଆରି ଡଙ୍ଗା ପାଣିରେ ଭସାଇଥାନ୍ତି, ଯାହାଦ୍ୱାରା ଜଳ ପ୍ରଦୂଷଣ ହେବା ସହ ପରିବେଶ ପ୍ରଦୂଷିତ ହୋଇଥାଏ। କିନ୍ତୁ ଏଥର ପ୍ରଦୂଷଣକୁ ଆଖି ଆଗରେ ରଖି କାର୍ତ୍ତିକ ପୂର୍ଣ୍ଣିମାରେ ଭାସିବ ନିଆରା ଡଙ୍ଗା। ଗୋବରରେ ପ୍ରସ୍ତୁତ ଡଙ୍ଗା ଓ ଦୀପ ପରିବେଶକୁ ସ୍ୱଚ୍ଛ ରଖିବ। ଏହି ଗୋବର ଡଙ୍ଗା ଲୋକମାନଙ୍କର ମଧ୍ୟ ମନ ଜିଣୁଛି, କାରଣ ଏହି ଡଙ୍ଗା ଗୋବର ଓ ଗୋମୂତ୍ରରେ ତିଆରି କରାଯାଇଛି। ମୁଖ୍ୟତଃ ଏହି ଡଙ୍ଗା ଭସାଇବା ଦ୍ୱାରା ଜଳ ପ୍ରଦୂଷଣ ହୁଏ ନାହିଁ ଓ ପରିବେଶ ପ୍ରଦୂଷିତ ହୁଏ ନାହିଁ। ତେବେ ଏହି ଡଙ୍ଗା ଲୋକମାନଙ୍କର ମନ କିଣିବ ବୋଲି ଉଦ୍ୟୋଗୀ କହିଛନ୍ତି। ଡଙ୍ଗାର ମୂଲ୍ୟ ମଧ୍ୟ 10 ଟଙ୍କା ରହିଛି। ତେବେ ଏହି ଡଙ୍ଗାଗୁଡ଼ିକୁ ଅନୁଗୁଳ ଜିଲ୍ଲାର ଚମ୍ପତି ମୁଣ୍ଡାଠାରେ ଉଦ୍ୟୋଗୀ ରମାଶଙ୍କର ପ୍ରଧାନ ତିଆରି କରୁଛନ୍ତି। ସେ ଏହି କାର୍ତ୍ତିକ ପୂର୍ଣ୍ଣିମାରେ ପ୍ଲାଷ୍ଟିକ ଓ ସୋଲ ଡଙ୍ଗା ନ ଭସାଇ ଏହି ହାତ ତିଆରି ଗୋବର ଡଙ୍ଗା ଭସାଇବାକୁ ଲୋକଙ୍କୁ ଅନୁରୋଧ କରିଛନ୍ତି। ତେବେ ତାଙ୍କର ଏହି କାର୍ଯ୍ୟ ବେଶ୍ ପ୍ରଶଂସନୀୟ। ଏ ଡଙ୍ଗା ମତେ ପସନ୍ଦ ହେଲା, ମୁଁ ଏ ଡଙ୍ଗା ଧରିକିରି ଘରକୁ ଯାଉଛି। ଏ ଡଙ୍ଗା ବସେଇବା ଆଉ ସେ ଯୋଉ ଆଗ କଦଳୀ ବାଉଁଖାରେ କରୁଥିଲେ, ସୋଲରେ କରୁଥିଲେ, କାଗଜରେ ବି କରୁଥିଲେ, ସେଟା ଆଉ ଏସେ ନାହିଁ। ଏଇଟା ପସନ୍ଦ ହେଲା, ଏଇ ଡଙ୍ଗାଟାକୁ ଭାରି ମନ ପସନ୍ଦ ହେଲା। ଏଇଟାକୁ ନେଇକି ଯିବାକୁ ଭଲ ପାଇଲେ। ଏଇଟା ପାଣିରେ ମିଶିଗଲେ ମାଛ ଖାଇଯିବ, କିଛି ରହିବନି। ଆମର ଡଙ୍ଗା ବନଉଛୁ ଖତ ବାହାରୁ କିଣିକିନା ଆଣିକିନା ଚିକଟିକିନା ନିଜେ ହାତରେ ଡଙ୍ଗା ବନଉଛୁ। ଡଙ୍ଗା ବାହାରକୁ ସବୁ ଦିଆଯାଉଛି। ହଁ, ଲୋକଙ୍କର ପସନ୍ଦ ଆସୁଛି। ଏଇ ଆପଣଙ୍କ ସାମ୍ନାରେ ବି ଦେଖୁଛନ୍ତି ବିକ୍ରି ଚାଲିଛି। ଆଉ ଏଇ ଯୋଉ ବାହାରକୁ କାଲି ବି ବାହାର ପଠେଇ ଦେଇଛୁ। ସେଠିରେ ଡଙ୍ଗା ତିଆରି ଏବେ କରିଥିଲେ, ୟା ପରେ ଦୀପ ତିଆରି ହବ। ଆଉ ଆମର ଗଲେ ଗୋଟେ ଜୈବିକ ସାର ତିଆରି କରୁଛନ୍ତି। ଚାଷୀମାନେ ଆଉ ସାର ଆମେ ପକେଇ ବିଲ ସବୁ ଖରାପ ହେଇଯାଉଛି। ସେଗୁଡ଼ା ତାଙ୍କର ମୂତ୍ର ଗୋବର ଏକାଠି ମିଶିବନା ଆଉ କଣ ଜିନିଷ ପଡ଼ୁଛି, ପଡ଼ିକି ସେଇଟା ତିଆରି ହେଉଛି। ଗୋବରଟା ମୁଁ ସମ୍ପୂର୍ଣ୍ଣ କିଣୁଛି, ଲୋକଙ୍କ ଘରୁ ଗୋବର ମୂତ୍ର କିଣା ହେଉଛି। ତାପରେ ମୁଁ ଭାବିଲି କେତେ ଅଧିକା କିଣିଲେ କ'ଣ କରିବା, ବାୟୁ ପ୍ରଦୂଷଣ ଆରମ୍ଭ କଲୁ। ଦୀପ ଆଉ ଏବେ ନୂଆକରି କଲୁ ଯେ ଏଇଟା ଡଙ୍ଗା ଗୋବର ଡଙ୍ଗାଟା ଟିକେ ପଲ୍ୟୁସନ୍ ମୁକ୍ତ। ସେଥିପାଇଁ ଆମେ କହିଲୁ ଗୋବର ଡଙ୍ଗାଟା ହିଁ କଲୁ। ଏଇଟା ପୁରୀ କଟକ ଭୁବନେଶ୍ୱର ଏବେ ନୁହେଁ, ଆଉ ଅନୁଗୁଳ ଏଇସବୁ ଡିଷ୍ଟ୍ରିକ୍ଟ ଆମେ ପଠେଇଛୁ। ଶିଳ୍ପନଗରୀ ଅନୁଗୁଳରେ ପ୍ରଦୂଷଣର ମାତ୍ରା ଦିନକୁ ଦିନ ବଢିବାରେ ଲାଗିଛି। ପ୍ରଦୂଷଣ ମୁକ୍ତ ପାଇଁ ଅନୁଗୁଳ ଚମ୍ପତି ମୁଣ୍ଡାର ଉଦ୍ୟୋଗୀ ରମାଶଙ୍କରଙ୍କ ଏଭଳି ପ୍ରୟାସ ସତରେ ପ୍ରଶଂସନୀୟ।